ସାର୍ କ'ଣ କହିବେ ଯାତ୍ରା ବର୍ଷ 2026-27 ଏଇଟା ସେକେଣ୍ଡ କ୍ୟାମ୍ପ ଆଜ୍ଞା ମୋର ସମସ୍ତ ଦର୍ଶକ ଦେବତାଙ୍କୁ ମୋର ପ୍ରଣାମ ଆଉ ମୋର ମିଡ଼ିଆ ଭାଇମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ନମସ୍କାର। ଆଉ ମୋର ଯାତ୍ରା ରଙ୍ଗମହଲର ପ୍ରଯୋଜକ ଶ୍ରୀଯୁକ୍ତ ସତ୍ୟ ଜେନାଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ମୁଖ୍ୟ କଥା ହେଉଛି 2026-27 ମୁଁ ଭାବୁଛି ମୋ ପାଇଁ ବୋଧେ ଭଲ ବର୍ଷଟା, କାହିଁକିନା ଯେଉଁ ପରଫର୍ମାନ୍ସ ସବୁ କରିଛି ବହୁତ ବଢ଼ିଆ ହେଇଛି। ମୁଁ ଭାରି ଖୁସି ଆଜ୍ଞା। ବର୍ତ୍ତମାନ ଆମର କୁମାରବସ୍ତ ଫାଷ୍ଟ କ୍ୟାମ୍ପ ହେଇଥିଲା 26, 27, 28, 29, ବର୍ତ୍ତମାନ 30, 31, 1, 2, 3 ଆମର ରସୁଲଗଡ଼ କ୍ୟାମ୍ପ 30 ଟୁ ପ୍ରଥମ ଆରମ୍ଭ ହେଲା। କିନ୍ତୁ ଆଜି ପ୍ରଥମ ଆରମ୍ଭରେ ଯେଉଁ ପରଫର୍ମାନ୍ସ ମୁଁ କଲି ଆପଣମାନେ ତ ଆସିଥିଲେ, ଆପଣମାନେ ଦେଖିଥିବେ, ଦର୍ଶକ ଦର୍ଶିକା ମଧ୍ୟ ଭାରି ଖୁସି ଆଉ ମୁଁ ବି ବହୁତ ଆନନ୍ଦ। ମୋ ପ୍ରଯୋଜକ ଶ୍ରୀଯୁକ୍ତ ସତ୍ୟ ଜେନା ଭାରି ଖୁସି ଅଛନ୍ତି, କିନ୍ତୁ ମୁଁ ବହୁତ ଆନନ୍ଦିତ। ଆଉ ମୁଖ୍ୟ କଥା ହେଉଛି ଆଜ୍ଞା, ମୁଁ ଯେତିକି ବି ଭଲ ଭଲ ସବୁ କରିଛି, ଯେଉଁଟା କହନ୍ତି ଚାଷୀମାନଙ୍କର ଗୋଟେ ଭାତହାଣ୍ଡି କିଆରି ଥାଏ ସ୍ୱତନ୍ତ୍ର, ସେ ଭାତହାଣ୍ଡିଟାକୁ ମୁଁ ଏପର୍ଯ୍ୟନ୍ତ ୟୁଟିଲାଇଜ୍ କରିପାରିନି, କାହିଁକିନା ସମୟ ଅଭାବ। କାହିଁକିନା ଯେହେତୁ ଯେଉଁ ରନିଂ ଆମର ଚାଲିଛି, ମାନେ ଭାତ ସାଙ୍ଗରେ ତରକାରୀ, ଶାଗ କି ଲୁଣ ଡାଲି ଭଲ ମନ୍ଦ ସେଇଆକୁ ନେଇ ଚଲେଇଛି, କିନ୍ତୁ ବହୁତ ବଢ଼ିଆ ପ୍ରଶଂସା ବହୁତ ଶୁଣୁଛି। କିନ୍ତୁ ଏଇ କ୍ୟାମ୍ପଠୁ ସେକେଣ୍ଡ ଦିନଠୁ ମୋର ଭାତହାଣ୍ଡି ୟୁଟିଲାଇଜ୍ କରିବି, ଯେଉଁ ଭାତହାଣ୍ଡି କିଆରି ଯାହାକୁ କହନ୍ତି ଚାଷୀମାନେ, ସେ କାମ ଏଇଠୁ କରିବି। ମୋର ବହୁତ କାମ ବଢ଼ିଆ ହେଇଛି। ଶ୍ରୀକୃଷ୍ଣା ଆଦେଶ ଶ୍ରୀକୃଷ୍ଣା ଗୋଟେ ଡ୍ୟାନ୍ସ ହେଇଛି, ତା ଦେହରେ ମୁଁ କୋରିଓଗ୍ରାଫି କରିଛି, ନରସିଂହ ଅବତାର ବି ରଖିଛି ତା ଭିତରେ, ଆଉ କାଳିଆ ଦଳନ ବି ରହିଛି, ଆଉ ଅନନ୍ତ ଶୟନ ବି ସବୁ ମାନେ ବହୁତ ବଢ଼ିଆ ହେଇଛି। ଆଧ୍ୟାତ୍ମିକ ଉପରେ ହେଇଛି, ଶିବ ତାଣ୍ଡବ ମଧ୍ୟ ହେଇଛି, ଆଉ ଗୋଟେ ବନ୍ଦେ ମାତରମ ହେଇଛି, ଆଉ ଗୋଟେ ମା ଉପରେ ହେଇଛି ଗୀତ, ସେଇଟା ମୁଁ ଓପନିଂ ଏପର୍ଯ୍ୟନ୍ତ କରିବାକୁ ନାହିଁ, କିନ୍ତୁ ମୁଁ କାଲିଠୁ ଚେଷ୍ଟା କରିବି ସେଗୁଡ଼ାକ ସବୁ ଓପନିଂ କରିବା ପାଇଁ। କିନ୍ତୁ ଯେତିକି ମୋର ଚାଲିଛି ବହୁତ ବଢ଼ିଆ ଚାଲିଛି, ପିଲାମାନେ ଭଲ ପିଲା ପାଇଛି, ବହୁତ ଖୁସିରେ ମୁଁ ଆଜ୍ଞା ଅଛି। ମୋ ମାଲିକ ଯେହେତୁ ସତ୍ୟ ଜେନା ବହୁତ ଖୁସିରେ ମୋତେ ରଖିଛନ୍ତି, ସିଏ ବି ବହୁତ ନା ନୋ କମ୍ପ୍ରମାଇଜ୍। ଆପଣ ଦେଖୁଥିବେ ଡ୍ରେସ୍ ପଟା ଯାହାଟା କହିଲେ ମୋ ମାଲିକ ସବୁ ଯୋଗାଇ ଦେଉଛନ୍ତି, କିଛି ନାହିଁ। ମୋତେ କହିଛନ୍ତି ବାବୁରେ ମୋତେ କିଛି କୌଣସି ରିସ୍କ କାମ କରନି, ପର ପିଲାକୁ ମୁଁ ଏନ୍ଜୟ କରିବାକୁ ଚାହୁଁନି, ମୋର ବିନା ଷ୍ଟଣ୍ଟରେ କେମିତି ଭଲ ଡ୍ୟାନ୍ସ ହେଇପାରିବ ସେଇଟା ଚିନ୍ତା କରନ୍ତୁ ସାର୍। ମୁଁ ଆଜ୍ଞା ସେଥିପାଇଁ ବିଶେଷ ଷ୍ଟଣ୍ଟ କିଛି କରିବା ଆବଶ୍ୟକ ନାହିଁ। ପର ପିଲାକୁ କାହିଁକି ମୁଁ ଆଜ୍ଞା କ୍ଷତିଗ୍ରସ୍ତ କରାଇବି, ଏନ୍ଜୟ କାହିଁକି କରାଇବି? ମୁଁ ସେଇ ନୃତ୍ୟ ମାଧ୍ୟମରେ ଲୋକଙ୍କୁ ମାନେ ଲୋକଲୋଚନକୁ ଯାଇପାରିବି, ମୋ ପିଲାମାନେ ଯାଇପାରିବେ, ଯାତ୍ରା ରଙ୍ଗମହଲ କେମିତି ନମ୍ବର 1 ହେଇପାରିବ ସେଇ ଚିନ୍ତାରେ ମୁଁ ଆଜ୍ଞା ଅଛି। ଆଜ୍ଞା ମୁଁ ବର୍ତ୍ତମାନ ମାସେ ଭିତରେ ମୁଁ ବର୍ତ୍ତମାନ 18ଟି ଗୀତ କମ୍ପୋଜିଂ କରିସାରିଛି। ତାପରେ ମଧ୍ୟ ଫିଲ୍ଡ ଉପରୁ ବାହାରିଲା ପରେ ଯେଉଁ ଦେଶ ଯିବା ସେ ଫଳ ଖାଇବା, କିନ୍ତୁ ଯେଉଁ ଏରିଆକୁ ଯିବା ସେଠି କମିଟି ବା ଦର୍ଶକ ଯେଉଁଟା ଚାହିଁଲେ ସାଙ୍ଗେ ସାଙ୍ଗେ ଆମେ ସେଇଟା ବି ନିହାତି କୋରିଓଗ୍ରାଫି କରିପାରିବୁ। ଯେହେତୁ ଆମେ ବର୍ଷ ପାଇଁ ଏଗ୍ରିମେଣ୍ଟ କରିଛୁ ନୃତ୍ୟଗୁରୁ ହିସାବରେ, ମୁଁ ଯାତ୍ରାପାଟିରେ ରେଗୁଲାର ରହୁଛି ମୋ ପିଲାମାନଙ୍କ ସାଙ୍ଗରେ, ମୁଁ ସେଥିପାଇଁ ଯେଉଁଠି ଦର୍ଶକ କିମ୍ବା କମିଟି ଫରମାଇଶ କରିବେ ମୁଁ ସେଇଟା ନିଶ୍ଚିନ୍ତ କରି ତାଙ୍କୁ ଦେଖେଇଦେବି। ଆଉ ଅନେକ ଗୀତ ହେବ, ଖଣ୍ଡଗିରି ତ ମେନ୍, ଖଣ୍ଡଗିରି ଭୁବନେଶ୍ୱର ଭଲ ଆମର ଯେଉଁ କାର୍ତ୍ତିକ ମେଳା, ଯେଉଁ ହରିପୁର ମୁଖ୍ୟ ପେଣ୍ଡାଲ ସବୁ ଅଛି, ସେଥିପାଇଁ ତା ପାଇଁ ବହୁତ ପ୍ରିପେୟାର ପାଇଁ ଆମେ ରହିବୁ, କିଛି ଅସୁବିଧା ନାହିଁ। କିନ୍ତୁ ରଙ୍ଗମହଲ ନମ୍ବର 1ରେ ରହିବ ଏ ବର୍ଷ। ନିହାତି ଆଜ୍ଞା ଭୁବନେଶ୍ୱର ଦର୍ଶକ ସେ ଆଜେ ବାଜେ ଦର୍ଶକ ନୁହନ୍ତି, ଦାମିକିଆ ଦର୍ଶକ। ସେମାନେ ଚାହାନ୍ତି ମାଙ୍କଡ଼ଟିଆ ଦରକାର ନାହିଁ, କିନ୍ତୁ ସେମାନେ ଚାହାନ୍ତି ଜେଣ୍ଟିଲ କାମ, ନାଚ ଉପରେ ଦେଖନ୍ତି। ଆଉ ବି ବହୁତ ବଢ଼ିଆ ଦର୍ଶକ ସିଏ, ଆଉ ସିଏ ଯାହା ରିମର୍କ କରି ଛାଡ଼ିଦେବେ ସେଇଟା ବି ଓଡ଼ିଶା ସାରା ବି କେଉଁଠି ହାରିବାର ପ୍ରଶ୍ନ ଉଠୁନି। ଯେହେତୁ ରସୁଲଗଡ଼ରେ ଆଜି ମୋର ପ୍ରଥମ ଦିନରେ ବହୁତ ପ୍ରଶଂସିତ ହେଇଛି ବି, କମିଟି ମୋତେ ବହୁତ ପ୍ରଶଂସା କରିଛନ୍ତି, ଦର୍ଶକ ମଧ୍ୟ କରିଛନ୍ତି। ମୋ ଓନର ସତ୍ୟ ଜେନା ବି, ଶ୍ରୀଯୁକ୍ତ ସତ୍ୟ ଜେନା ବି ମୋତେ ବହୁତ ଭଲ ପାଇବା ଦେଇଛନ୍ତି। ଆପଣମାନେ ବି ଆସିଥିଲେ, ଆପଣମାନେ ବି
କେତେ ଭଲ ପାଇଛନ୍ତି ମୁଁ କହିପାରୁନି, କିନ୍ତୁ ମୁଁ ଜାଣିଛି ଆପଣ ମୋତେ ଭଲ ପାଇଛନ୍ତି। କିନ୍ତୁ ଭଗବାନଙ୍କୁ ମୁଁ ଶ୍ରୀ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଆଗକୁ କେମିତି ଆହୁରି ଭଲ କରିବି ସେ ଚିନ୍ତା ମୁଁ ଆଜ୍ଞା କରୁଛି। ଜୟ ଜଗନ୍ନାଥ। ରହିଲି ଆଜ୍ଞା, ନମସ୍କାର।